ପ୍ରେଜ ଦ ଲର୍ଡ। ୱାର୍ଡ ୱଚନ ଚ୍ୟାନେଲରେ ସମସ୍ତ ଆପଣ ଜନମାନଙ୍କୁ ସ୍ୱାଗତ। ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓ ଗୁଡ଼ିକରେ ଲାଇକ୍ ଦିଅନ୍ତୁ, ଭିଡ଼ିଓ ଗୁଡ଼ିକରେ କମେଣ୍ଟ କରନ୍ତୁ ଏବଂ ଭିଡ଼ିଓ ଗୁଡ଼ିକ ବହୁ ମାତ୍ରାରେ ସେୟାର କରନ୍ତୁ। ତେବେ ଆଜି ଆମେ ପ୍ରଭୁଙ୍କର ଏକ ଆପଣାଜନ ସଞ୍ଜୁ ସାମସନ୍ ସେ କିପରି ଭାବରେ ଭାରତୀୟ ଟିମକୁ ଗୌରବାନ୍ୱିତ କରିଛନ୍ତି ଏବଂ କ୍ରିକେଟରେ ତାଙ୍କର ପ୍ରତିଭା ପ୍ରଦର୍ଶନ କରିଛନ୍ତି ଆମ୍ଭେ ଜାଣିବା। ତେବେ ସଞ୍ଜୁ ସାମସନ୍ ଜଣେ ଭାରତ ଟିମର ଜଣେ ଜଣାଶୁଣା ନାମ ଏବଂ ଅଦ୍ୱିତୀୟ ଖେଳାଳି, ଯିଏକି ଭାରତକୁ ଗୌରବ ଆଣି ଦେଇଛନ୍ତି। ତାଙ୍କର ପୁରା ନାମ ସଞ୍ଜୁ ବିଶ୍ୱନାଥ ସାମସନ୍ ଏବଂ ସେ ପୁଲୁଭିଲା ଥିରୁଅନନ୍ତପୁରମ୍ କେରଳରେ ଜନ୍ମଗ୍ରହଣ କରିଛନ୍ତି। ତାଙ୍କର ଜନ୍ମ ଦିନ 11 ତାରିଖ ନଭେମ୍ବର ମାସ 1994 ମସିହା ଅଟେ ଏବଂ ତାଙ୍କର ବର୍ତ୍ତମାନର ଉଚ୍ଚତା 5 ଫୁଟ 7 ଇଞ୍ଚ ଅଟେ ଏବଂ ସେ ଜଣେ ଦକ୍ଷିଣ ହାତୀ ବ୍ୟାଟ୍ସମ୍ୟାନ୍ ସହିତ ସେ ଜଣେ ଦକ୍ଷ ୱିକେଟ କିପର ଅଟନ୍ତି। ତେବେ ତାଙ୍କର ଖେଳ ଜୀବନର ପ୍ରାରମ୍ଭିକ ସମୟ 2011 ମସିହାରେ କେରଳ ଟିମ୍ ପାଇଁ ପ୍ରଥମେ ଆରମ୍ଭ ହୋଇଥିଲା ଏବଂ ସେ 2012 ମସିହାରେ କୋଲକାତା ନାଇଟ୍ ରାଇଡର୍ସରେ ଖେଳିବାର ସୁଯୋଗ ପାଇଥିଲେ ଏବଂ ସେହିପରି ଭାବରେ 2013, 2014 ଏବଂ 2015 ମସିହାରେ ରାଜସ୍ଥାନ ରୟାଲ୍ସ ଟିମରେ ସେ ଖେଳିବାକୁ ସୁଯୋଗ ପାଇଥିଲେ। ପୁଣି ସେ 2016 ଏବଂ 17 ମସିହା ସମୟ କାଳରେ ସେ ଦିଲ୍ଲୀ ଡେୟାର ଡେଭିଲ୍ସରେ ଖେଳିବା ପାଇଁ ସୁଯୋଗ ପାଇଥିଲେ। ପୁନର୍ବାର 2018, 2019, 2020, 2021, 2022, 2023, 2024 ଏବଂ 2025 ମସିହା ପାଇଁ ସେ ପୁନଶ୍ଚ ରାଜସ୍ଥାନ ରୟାଲ୍ସରେ IPL ଟିମରେ ଖେଳିବାର ସୁଯୋଗ ପାଇଥିଲେ ଏବଂ ବର୍ଷ 2025 ପାଇଁ ଏବେ ପର୍ଯ୍ୟନ୍ତ ମଧ୍ୟ ସେ କୋଚି ବ୍ଲୁ ଟାଇଗର୍ସ ଟିମରେ ଖେଳୁଅଛନ୍ତି ବା ଉପସ୍ଥିତ ଅଛନ୍ତି ଏବଂ ତାହା ସହିତ ବର୍ଷ 2026 ପାଇଁ ସେ ଚେନ୍ନାଇ ସୁପର କିଙ୍ଗ ଟିମରେ ଯୋଗ ଦେଇଅଛନ୍ତି। ତେବେ IPL ଟିମରେ 2015 ମସିହାରେ ରାଜସ୍ଥାନ ରୟାଲ୍ସରେ ଥିବା ସମୟରେ ଭଲ ପ୍ରଦର୍ଶନ ହେତୁ ସଞ୍ଜୁ ସାମସନଙ୍କୁ 2015 ମସିହାରେ ପ୍ରଥମ T20 ଡେବ୍ୟୁଟ କରିବା ପାଇଁ ସୁଯୋଗ ମିଳିଥିଲା ଏବଂ ତାହା 19 ଜୁଲାଇ 2015 ମସିହାରେ ମିଳିଥିଲା, ଯାହାକି ଜିମ୍ବାୱେ ବିପକ୍ଷରେ ମ୍ୟାଚଟି ଥିଲା ଏବଂ ଏବେ ପର୍ଯ୍ୟନ୍ତ 8 ମାର୍ଚ୍ଚ 2026 ପର୍ଯ୍ୟନ୍ତ ସେ ଶେଷ ମ୍ୟାଚ୍ ତାଙ୍କର ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଅଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ସେ ଆଗକୁ ମଧ୍ୟ ଖେଳିବେ ଏବଂ 8 ମାର୍ଚ୍ଚ 2026 ସବୁଠାରୁ ଐତିହାସିକ ମ୍ୟାଚ୍ ଥିଲା, ଯାହାକି ଆମେ ସମସ୍ତେ ପ୍ରତ୍ୟକ୍ଷଦର୍ଶୀ ଅଟନ୍ତି ଏବଂ ସଞ୍ଜୁ ସାମସନଙ୍କର T20ର ଜର୍ସି ନମ୍ବର 9 ଅଟେ। ସଞ୍ଜୁ ସାମସନ ତାଙ୍କର ଭଲ ପ୍ରଦର୍ଶନ ଯୋଗୁଁ ସେ ପୁଣି ଇଣ୍ଟରନ୍ୟାସନାଲ ସ୍ତରରେ ODI ସେ ଡେବ୍ୟୁଟ କଲେ 2021 ମସିହାରେ 23 ଜୁଲାଇରେ, ଯାହାକି ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଥିଲା ଏବଂ ତାଙ୍କର ଶେଷ ମ୍ୟାଚ୍ ଥିଲା ODIରେ 21 ଡିସେମ୍ବର 2023, ଯାହାକି ସେ ସାଉଥ ଆଫ୍ରିକା ବିପକ୍ଷରେ ଖେଳିଥିଲେ ଏବଂ ଏଠାରେ ମଧ୍ୟ ସଞ୍ଜୁ ସାମସନଙ୍କର ODIର ଜର୍ସି ନମ୍ବର ମଧ୍ୟ 9 ଅଟେ। ସଞ୍ଜୁ ସାମସନଙ୍କ ଦ୍ୱାରା ତାଙ୍କ ଖେଳା ଯାଇଥିବା ପ୍ରତ୍ୟେକ ମ୍ୟାଚର ଆମେ ଷ୍ଟାଟିଷ୍ଟିକକୁ ଧ୍ୟାନରେ ରଖି ସୂଚନା ଦେବା। ସେ T20ରେ ଟୋଟାଲ 61 ମ୍ୟାଚ୍ ଖେଳିଛନ୍ତି ଏବଂ 61 ମ୍ୟାଚରୁ ସେ 1421 ରନ୍ ସଂଗ୍ରହ କରିଛନ୍ତି ଏବଂ ତାଙ୍କର ବ୍ୟାଟିଂ ଆଭରେଜ ରହୁଛି 28.55
ଏବଂ ସେ 3ଟି ଶତକ ମାରିବା ସହିତ 6 ଗୋଟି ଅର୍ଦ୍ଧଶତକ ମାରିଛନ୍ତି ଏବଂ ତାଙ୍କର T20ରେ ସର୍ବାଧିକ ସ୍କୋର 111 ଅଟେ ଏବଂ ତାଙ୍କ ଦ୍ୱାରା ହୋଇଥିବା କିପିଂ ମାଧ୍ୟମରେ ବା ଫିଲ୍ଡିଂ ମାଧ୍ୟମରେ କ୍ୟାଚ୍ 40ଟି ହୋଇଅଛି T20ରେ ଏବଂ ଷ୍ଟମ୍ପିଂ 7 ଗୋଟି ହୋଇଅଛି। ସେହିପରି ଭାବେ ODI ଇଣ୍ଟରନ୍ୟାସନାଲ ମ୍ୟାଚରେ 16ଟି ମ୍ୟାଚ୍ ସେ ଖେଳିଅଛନ୍ତି, ଯାହା ମଧ୍ୟରେ ସେ 510 ରନ୍ ସଂଗ୍ରହ କରିଛନ୍ତି ଏବଂ ତାଙ୍କର ବ୍ୟାଟିଂ ଆଭରେଜ 56.66 ଅଟେ ଏବଂ ସେ ଗୋଟିଏ ଶତକ ସହିତ 3ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ଏବଂ ODI କ୍ୟାରିୟରରେ ତାଙ୍କର ସର୍ବାଧିକ ସ୍କୋର 108 ଅଟେ ଏବଂ ସେ 9ଟି କ୍ୟାଚ୍ ନେବା ସହିତ 2ଟି ଷ୍ଟମ୍ପିଂ ମଧ୍ୟ କରିଅଛନ୍ତି। ପୁଣି ସେ ଫାର୍ଷ୍ଟ କ୍ଲାସ କ୍ରିକେଟରେ 66 ଗୋଟି ମ୍ୟାଚ୍ ଖେଳିଛନ୍ତି, ଯାହା ମଧ୍ୟରେ 3888 ରନ୍ ସଂଗ୍ରହ କରିଅଛନ୍ତି ଏବଂ ତାଙ୍କର ବ୍ୟାଟିଂ ଆଭରେଜ ହେଲା 39.27 ଏବଂ ସେ ଫାର୍ଷ୍ଟ କ୍ଲାସ କ୍ରିକେଟରେ 11 ଗୋଟି ଶତକ ଏବଂ 17 ଗୋଟି ଅର୍ଦ୍ଧଶତକ ସଂଗ୍ରହ କରିଛନ୍ତି। ତାହା ସହିତ ତାଙ୍କର ଟପ୍ ସ୍କୋର 211 ଅଟେ ଏବଂ ଫାର୍ଷ୍ଟ କ୍ଲାସ କ୍ରିକେଟରେ ସେ 94ଟି କ୍ୟାଚ୍ ନେବା ସହିତ 7 ଗୋଟି ଷ୍ଟମ୍ପିଂ ମଧ୍ୟ ସେ କରିଛନ୍ତି। ସଞ୍ଜୁ ସାମସନ୍ ଏକ ଖ୍ରୀଷ୍ଟିଆନ ଖେଳାଳି ଅଟନ୍ତି, ଯିଏକି ସମସ୍ତ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଏକ ଗର୍ବ ଏବଂ ଗୌରବ ତଥା ଭାରତ ଟିମର ମଧ୍ୟ ଗର୍ବ ଏବଂ ଗୌରବ, ଯେଉଁପରି ଭାବେ ସେ ସେମିଫାଇନାଲ ଏବଂ ଫାଇନାଲରେ ଏତେ ପ୍ରେସର ଥିବା ସତ୍ତ୍ୱେ ମଧ୍ୟ ସୁନ୍ଦର ପ୍ରଦର୍ଶନ କରିଅଛନ୍ତି ଏବଂ ତାଙ୍କର ପ୍ରତିଭା ସେ ଦେଖାଇଅଛନ୍ତି ଏବଂ ତାଙ୍କ ପ୍ରଦର୍ଶନ ପାଇଁ ଭାରତ ମଧ୍ୟ ଆଜି ଫାଇନାଲ ନେବା ପାଇଁ ସକ୍ଷମ ହୋଇଅଛି। ସଞ୍ଜୁ ସାମସନ୍ ସଫଳ ହେବା ପରେ ମଧ୍ୟ ସେ ସଦାପ୍ରଭୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ପ୍ରଭୁଙ୍କ କରୁଣା ସେ ପାଇ ବହୁତ ଖୁସିରେ ଅଛନ୍ତି, ତାହା ପ୍ରଭୁଙ୍କୁ ସେ ଜଣାଇଛନ୍ତି ଏବଂ ଏହା ସବୁ ସମ୍ଭବ ହେଲା ପ୍ରଭୁଙ୍କ କୃପା ପାଇଁ। ତେଣୁ ସେ ଏତେ ଉଚ୍ଚ କୋଟିର ମ୍ୟାଚରେ ମଧ୍ୟ ସୁଯୋଗ ମିଳିବା ମାତ୍ରେ ଅତି ସୁନ୍ଦର ଭାବରେ ସେ ତାଙ୍କର ନିଜର ପ୍ରତିଭା ପ୍ରତିପାଦନ କରିଛନ୍ତି ଏବଂ ଭାରତକୁ ବିଜୟ କରିବା ସହିତ ଦେଶର ନାଁ ରଖିଛନ୍ତି, ଯାହାକି ଛାତିକୁ କୁଣ୍ଢେମୋଟ କରିଦେଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ସଞ୍ଜୁ ସାମସନ୍, ଯିଏକି ସଫଳ ହୁଅନ୍ତୁ ବା ବିଫଳ ହୁଅନ୍ତୁ କେତେବେଳେ ବି ସଦାପ୍ରଭୁଙ୍କ ଉପରେ ବିଶ୍ୱାସ କରିବା ଛାଡି ନାହାନ୍ତି। ସେ ସବୁବେଳେ ସଦାପ୍ରଭୁଙ୍କୁ ବିଶ୍ୱାସ କରି ଆସିଅଛନ୍ତି ଏବଂ ସଦାପ୍ରଭୁଙ୍କୁ ସବୁବେଳେ ଧନ୍ୟବାଦ ଦେଇ ଆସିଛନ୍ତି। ଯେଉଁ ସଫଳତା ପାଇଛନ୍ତି ତାର ଶ୍ରେୟ ମଧ୍ୟ ସେ ସଦାପ୍ରଭୁଙ୍କୁ ଦେଇଛନ୍ତି। ଆଉ ଯେଉଁ ଆପଣ ଜନ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ କଲା, ଗୋଟିଏ କଥା ମନେ ରଖନ୍ତୁ, ସେ ସବୁବେଳେ ସଫଳ ହିଁ ହବ। ବିଫଳ ତାକୁ କିଞ୍ଚିତ ମାତ୍ରାରେ ଭୟଭୀତ କରିବ, କିନ୍ତୁ ତାହା ସଦାପ୍ରଭୁଙ୍କ ପରୀକ୍ଷା ଅଟେ। ସେ ପରୀକ୍ଷାକୁ ଯିଏ ପାସ୍ କରିଗଲା ସେ ସବୁବେଳେ ସଫଳ ହବ। ସଦାପ୍ରଭୁ ପରୀକ୍ଷା ନିଅନ୍ତି, ଏଇ ଲୋକଟି ବିଫଳ ହେଲେ ମତେ ଭୁଲିଯିବ ନାହିଁ ତ? ଯଦି ବିଫଳ ସମୟରେ ମଧ୍ୟ ସେ ସଦାପ୍ରଭୁଙ୍କ ପ୍ରତି ବିଶ୍ୱାସୀ ରହିବ, ସେ ନିଶ୍ଚିନ୍ତ ସଫଳତା ହାସଲ କରିବ ଏବଂ ଏତେ ଆଗକୁ ଯିବ ସେ କଳ୍ପନା କରିନଥିବ, ଯାହାକି ସଦାପ୍ରଭୁ ତୁମକୁ ହାତ ଖୋଲି ଦେଇଦେବେ। ଆମିନ୍। ତେବେ T20 ୱାର୍ଲଡ କପ୍ 2026ରେ ସଞ୍ଜୁ ସାମସନଙ୍କ ଦ୍ୱାରା ଖେଳା ଯାଇଥିବା ପ୍ରତ୍ୟେକ ମ୍ୟାଚରେ ତାଙ୍କର ସ୍କୋର କେତେ ଏବଂ ସମସ୍ତ ବିବରଣୀ ଆମେ ପ୍ରଦାନ କରିବା। ସେ ନାମିବିଆ ଏଗନେଷ୍ଟରେ 8ଟି ବଲରୁ 22 ରନ୍ ସଂଗ୍ରହ କରି 275 ଷ୍ଟ୍ରାଇକ୍ ରେଟ୍ରେ 3ଟି ଛକା ଏବଂ
ଗୋଟିଏ ଚୌକା ମାଧ୍ୟମରେ ସ୍କୋର କରି ଆଉଟ୍ ହୋଇଯାଇଥିଲେ। ଜିମ୍ବାୱେ ବିପକ୍ଷରେ 15ଟି ବଲରୁ 24 ରନ୍ ସଂଗ୍ରହ କରିଥିଲେ, ଯାହାକି ଷ୍ଟ୍ରାଇକ୍ ରେଟ୍ ଥିଲା 160 ଏବଂ 2ଟି ଛକା ସହିତ ଗୋଟିଏ ଚୌକା ମଧ୍ୟ ସେ ମାରିଥିଲେ ଏବଂ ଆଉଟ୍ ହୋଇଯାଇଥିଲେ। ଏବଂ ତା ସହିତ ୱେଷ୍ଟଇଣ୍ଡିଜ ବିରୋଧରେ ସେ 50ଟି ବଲରୁ 97 ରନ୍ ସଂଗ୍ରହ କରି ନଟ୍ ଆଉଟ୍ ଥିଲେ ଏବଂ ଷ୍ଟ୍ରାଇକ୍ ରେଟ୍ 194 ଥିଲା। ତାହା ସହିତ ସେ ସେହି ମ୍ୟାଚରେ 4 ଗୋଟି ଛକା ସହିତ 12 ଗୋଟି ଚୌକା ମାରି ନଟ୍ ଆଉଟ୍ ଥିଲେ। ସେମିତି ଭାବରେ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ବିରୋଧରେ 42ଟି ବଲରେ 89 ରନ୍ ସଂଗ୍ରହ କରି 211.90 ଷ୍ଟ୍ରାଇକ୍ ରେଟ୍ରେ 7ଟି ଛକା ସହିତ 8ଟି ଚୌକା ଯୋଡ଼ି ଆଉଟ୍ ହୋଇଯାଇଥିଲେ। ସେହିପରି ଭାବରେ ଫାଇନାଲ ମ୍ୟାଚରେ ବିଶ୍ୱକପର ଫାଇନାଲ ମ୍ୟାଚରେ ସେ ନ୍ୟୁଜିଲାଣ୍ଡ ବିରୋଧରେ 46ଟି ବଲରେ 89 ରନ୍ ସଂଗ୍ରହ କରି 193.47 ଷ୍ଟ୍ରାଇକ୍ ରେଟ୍ରେ 8 ଗୋଟି ଛକା ଏବଂ 5 ଗୋଟି ଚୌକା ମାରି ଆଉଟ୍ ହୋଇଯାଇଥିଲେ। ଆମେ ଟୁର୍ଣ୍ଣାମେଣ୍ଟ ସମୟରେ ଦେଖିବା ସେ 5ଟି ମ୍ୟାଚ୍ ଖେଳିଥିଲେ, ଯାହାର ଇନିଂସ ଥିଲା 5 ଏବଂ ସେ ସେଥିମଧ୍ୟରୁ 4 ଥର ଆଉଟ୍ ହୋଇ ଗୋଟିଏ ଥର ନଟ୍ ଆଉଟ୍ ଥିଲେ ଏବଂ ତାଙ୍କର ବ୍ୟକ୍ତିଗତ ସମୁଦାୟ ରନ୍ ସଂଖ୍ୟା 321 ଅଟେ। ସେ ମାତ୍ର 5 ଗୋଟି ମ୍ୟାଚ୍ ଖେଳି ହାଏଷ୍ଟ ଇଣ୍ଡିଭିଜୁଆଲ ସ୍କୋରର ଭାବରେ ସେ 3 ନମ୍ବରରେ ଅଛନ୍ତି ଏବଂ ହାଏଷ୍ଟ ବ୍ୟାଟିଂ ଆଭରେଜ ଭାବରେ ସେ ମଧ୍ୟ 5 ଗୋଟି ମ୍ୟାଚରେ 3 ନମ୍ବରରେ ଅଛନ୍ତି। ଏତେ ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ ପରେ ସେ ୱିକେଟ କିପିଂରେ ମଧ୍ୟ 4 ଗୋଟି କ୍ୟାଚ୍ ନେବା ସହିତ 2 ଗୋଟି ଷ୍ଟମ୍ପିଂ କରିଛନ୍ତି। ତାଙ୍କର ସମୁଦାୟ ଆଉଟ୍ କରିବା ସଂଖ୍ୟା 6 ଅଟେ। ଅତି ଉଚ୍ଚ କୋଟିର ଖେଳ ପ୍ରଦର୍ଶନ ହେତୁ ସଞ୍ଜୁ ସାମସନ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ଭାବରେ ଘୋଷିତ ହୋଇଛନ୍ତି ଏବଂ ସମ୍ମାନିତ ମଧ୍ୟ ହୋଇଅଛନ୍ତି, ଯାହାକି ଅତି ଗୌରବପୂର୍ଣ୍ଣ କଥା ଅଟେ। ଏବଂ ସମସ୍ତ ଭାରତୀୟଙ୍କ ସ୍ନେହ ସଞ୍ଜୁ ସାମସନଙ୍କ ସହିତ ଥିବା ବେଳେ ସମସ୍ତ ଖ୍ରୀଷ୍ଟ ପ୍ରେମୀ ମଧ୍ୟ ସଞ୍ଜୁ ସାମସନକୁ ଅତି ଭଲ ପାଇଥାନ୍ତି ଏବଂ ସ୍ନେହ ଦେଇଥାନ୍ତି ଏବଂ ଫ୍ୟାନ୍ ଭାବରେ ସଞ୍ଜୁ ସାମସନକୁ ସପୋର୍ଟ କରିଥାନ୍ତି ଏବଂ ଆଶା କରନ୍ତି ସଞ୍ଜୁ ସାମସନ ଆଗକୁ ଆହୁରି ଯାଆନ୍ତୁ ଏବଂ ଭାରତ ପାଇଁ ଗର୍ବ ଆଣିଦିଅନ୍ତୁ ଏବଂ ସଦାପ୍ରଭୁଙ୍କ ମହିମା କୃପା ତାଙ୍କ ଉପରେ ସବୁବେଳେ ଥାଉ। ଏହା ଖ୍ରୀଷ୍ଟ ପ୍ରେମୀମାନଙ୍କର ଆଶା ଆକାଂକ୍ଷା ଅଟେ ଏବଂ ସଞ୍ଜୁ ସାମସନ ସବୁବେଳେ ସଦାପ୍ରଭୁଙ୍କର ଗୁଣଗାନ କରୁଥାନ୍ତୁ ଏବଂ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖିଥାନ୍ତୁ। ତେବେ ଭାରତୀୟ ଟିମ୍ ୱାର୍ଲଡ କପରେ ୱିନର ହୋଇଥିବାରୁ ଅଶେଷ ଅଶେଷ ଅଭିନନ୍ଦନ ଏବଂ ଶୁଭେଚ୍ଛା। ବର୍ଷ 2026 T20 ୱାର୍ଲଡ କପ୍ ଆମମାନଙ୍କୁ ଅନେକ ଖୁସି ଆଣିଦେଇଛି। ତେବେ ଏଠାରେ ଆଉ ଗୋଟିଏ ଟାର୍ଗେଟ 2027 ମସିହା ODI ୱାର୍ଲଡ କପ୍। ତେବେ ଏଠାରେ ଭିଡିଓଟି ମୁଁ ଶେଷ କରିବା ପାଇଁ ଯାଉଅଛି। ଧନ୍ୟବାଦ।